ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସଇ ରଜ ଲୋଘିନୀ ନୂଆ ସଜବାଜ। ହାପି ରଜ ଟୁ ଅଲ୍ ଅଫ୍ ମାଇ ୟୁଟ୍ୟୁବ ଫ୍ୟାମିଲି। ଆପଣ ମାନେ ଭାବୁଥିବେ ରଜ ତ କେବେଠୁ ଗଲାଣି, ଅଭିସ୍ମିତା ଦିଦି ଆସିକି ଏବେ କଣ ରଜ ଗୀତ ଗାଉଛନ୍ତି ଆଉ ରଜ ଭିଡିଓ ଛାଡୁଛନ୍ତି ଆଉ ହାପି ରଜ କହୁଛନ୍ତି। ଆପଣଙ୍କର ସବୁ ଡାଉଟ୍ ମୁଁ କ୍ଲିୟର କରିଦଉଛି। ଏତେ ବିଜି ମୁଁ ରହୁଛି ଯେ ଭିଡିଓ ଏଡିଟ କରିବାକୁ ମତେ ଟୋଟାଲି ସମୟ ହଉନାହିଁ। ରଜ ସଂକ୍ରାନ୍ତି ଦିନ ବ୍ଲଗ ତ ସୁଟ କରିଦେଇଥିଲି, କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ ତାକୁ ଏଡିଟ ହିଁ କରିପାରୁନଥିଲି। ଆଜି ଯେହେତୁ ଏଡିଟ କରୁଛି ତ ସେଇଥିପାଇଁ କି ହାପି ରଜ କହିଦଉଛି। ଆଉ ଜାଣିଛନ୍ତି ଆପଣ ମାନେ, ରଜ ସଂକ୍ରାନ୍ତି ଦିନ ଆମେ ସମସ୍ତେ ବାହାରି ଯାଇଥିଲୁ ଶିବ ମନ୍ଦିର। ହେଲେ ବାଟରେ ଶିବ ମନ୍ଦିର ଯିବା ବାଟରେ ଏତେ ଟ୍ରାଫିକ ଆପଣ ମାନେ ଭାବିବେ ଗାଁ ଗହଳିରେ ଟ୍ରାଫିକ କଣ। ଆମ ଗାଁ ଗହଳିରେ ରଜ ଟାଇମରେ ଗୋଟେ ବାଟ ଜଗା ହୁଏ। ଖୁସିରେ ପିଲାମାନେ ବାଟ ଜଗିଥାନ୍ତି ଆଉ ତାଙ୍କୁ ଖୁସିରେ ଯାହା ପଇସା ଦିଆ ହୁଏ ସେ ତାକୁ ନେଇକି କଣ ଫିଷ୍ଟ କରିଥାନ୍ତି। ତ ଛୋଟ ପିଲାମାନେ, ବଡ ପିଲାମାନେ, ଝିଅ ପିଲାମାନେ ସଂକ୍ରାନ୍ତିରେ ମନ୍ଦିର ଯିବା ବାଟରେ ଏତେ ବାଟ ଜଗିଥିଲେ ଗାଡି ବି ଚଲେଇ ହଉନଥିଲା। ମାନେ ଆପଣ କାଉଣ୍ଟ କରିବେ, ମୁଁ ତ ସବୁ ଜାଗାରେ ଭିଡିଓ ବି ପକେଇ ପାରିନି, କାଉଣ୍ଟ କରିବେ ଯେ ମାନେ ଏତେ ବାଟ ଜଗା ହଉଛି ମାନେ ଆମ ଗାଁରୁ ବାହାରିକିରି ଆସିକି ବେସିକାଲି ଆମେ ଯୋଉ ମନ୍ଦିର ଯାଇଥିଲୁ ସେ ମନ୍ଦିରର ଏରିଆ ପାଖାପାଖି ମାନେ ଏତେ ପାଖାପାଖି ସବୁ ଜଗୁଥିଲେ, ମାନେ ଗାଡି ବି ଯାଇ ପାରୁନଥିଲା। ଆମର ତ ପଛରେ ବସିଥିଲେ ମମିଜି, ସେ ତ କ୍ୟାସିୟର, ସେ ସମସ୍ତଙ୍କ ପାଇଁ ପଇସା ନେଇକି ଆସିଥିଲେ। କାହାକୁ 10, 20, କାହାକୁ 50, 100 ଏମିତି ଆମେ ଦେଇକିରି ଯାଇଥିଲୁ। ମାନେ ସେଇଟା ବି ସରିଲାନି ଯେ ଆମେ ମନ୍ଦିର ପାଖରେ ପହଞ୍ଚିଲା ବେଳକୁ ଗାଡି ରଖି ସାରିଲା ପରେ ବି ଦେଖନ୍ତୁ ଏଇଠି ଜଗିଛନ୍ତି ସମସ୍ତେ, ପୁରା ମନ୍ଦିର ପାଖରେ ହିଁ ଜଗିଛନ୍ତି। ମାନେ ମନ୍ଦିର ପାଖରେ ମୁଁ ସେଇଠି ଦେଖିଲି 4-5ଟା ଜଗିଛନ୍ତି, ଆଉ ମନ୍ଦିର ମୁହଁ ପାଖରେ ବି ଏଠି ଜଗା ହେଇଛି। ହଉ ଫାଇନାଲି ଆମେ ଆସିକି ମନ୍ଦିରରେ ପହଞ୍ଚି ଗଲୁ। ମନ୍ଦିରରେ ବି ବହୁତ ସଂଖ୍ୟକ ଲୋକ ଆସିଥିଲେ, ଯେହେତୁ ରଜ ସଂକ୍ରାନ୍ତି, ରଜ ଟାଇମ ସମସ୍ତେ ଆସିଥିଲେ। ବହୁତ ଗହଳି ହେଇଥିଲା, ଯେମିତିକି ଆମର ଯେମିତି ଆମର ନ୍ୟୁ ଇୟର କିଛି ଗୋଟେ ସ୍ପେଶାଲ ଡେରେ ଯେମିତି ଭିଡ ହେଇଥାଏ ସେମିତି ଭିଡ ହେଇଥିଲା। ଆମର ଜଣେ ଚିହ୍ନା ନନା ସେ ଆମର ପୂଜା କରିଦେଇଥିଲେ। ଆଉ ଏଇଠି ଆପଣ ଦେଖନ୍ତୁ ମନ୍ଦିର ଭିତରେ ଏତେ ଗହଳି, ମୁଁ ଠାକୁରଙ୍କୁ ବି ଆପଣଙ୍କୁ ଦର୍ଶନ କରେଇ ପାରିଲିନି। ତ ଏଇଠି ଦେଖନ୍ତୁ ବାହାରେ ମମି ସମସ୍ତେ ଠିଆ ହେଇଛନ୍ତି, ବସିଛନ୍ତି, ବୁଲାବୁଲି କରୁଛନ୍ତି। ବହୁତ ଗହଳି ବି ହେଇଛି। ଆଉ ଏବେ ମମିଜି ଆଉ ହବିଜି ଯାଉଛନ୍ତି ନନାଙ୍କ ସହିତ ତାଙ୍କ ଘରକୁ, କାହିଁକି ନା ନନାଙ୍କର ମ୍ୟାରେଜ ଥିଲା। ନନା ଆମକୁ ଇନଭାଇଟ କରିଥିଲେ, ଆମେ ଆଉ ଯାଇନଥିଲୁ। ଏଇଠି ଦେଖନ୍ତୁ ନନାଙ୍କ ୱାଇଫ ଆଉ ନନାଙ୍କ ମମି। ତ ନନାଙ୍କ ଘରେ କିଛି ସମୟ ବସିକି କୋଲ୍ଡ ଡ୍ରିଙ୍କସ ପିଇକି ଆସିଲୁ। ଏବେ ବାହାରି ଆସିଲୁ। ଦେଖନ୍ତୁ ଏଇଠି ମନ୍ଦିର, ଆମେ ଏବେ କାର ଷ୍ଟାର୍ଟ କରି ଚାଲୁ। ଦେଖନ୍ତୁ ଏତେ ଗହଳି, ମାନେ ପୁରା ଜାମ୍ ହେଇଯାଇଛି। ଆମେ ଗଲାବେଳେ ସବୁଠି ଦେଇ ଯାଇଥିଲୁ, ପୁଣି ଆସିଲା ବେଳକୁ ଆଉ ଏଇଠି ଦେଖନ୍ତୁ, ଏଠି ମ୍ୟାଡମ ରାଣୀଙ୍କୁ ଦେଖନ୍ତୁ, ଇଏ ତ ରଜର ରାଣୀ। ଦେଖନ୍ତୁ ପୁରା ସ୍କାନର ଧରିକି ପୁରା ଠିଆ ହେଇଛନ୍ତି। ମତେ ସେଇଟା ଏତେ ଇଣ୍ଟରେଷ୍ଟିଂ ଲାଗୁଛି ପିଲାଟିକୁ ଦେଖିକି। ସେ ପୁରା ଆଜିକାଲି ଜେନେରେସନକୁ ପୁରା ମ୍ୟାଚ କରିକି ପୁରା ସ୍କାନର ଧରିଦେଇଛି, କାହିଁକି ନା କାହା ପାଖରେ କ୍ୟାସ୍ ଥିବ ନଥିବ ତ ସ୍କାନରରେ ପେ କରିଦିଅ। ତ ଏତେ ଗହଳି ଏମିତି ବାଟ ଜାଗା ଚାଲିଛି, ପିଲାମାନଙ୍କର ହସ ଖୁସି ମଜା ଗୋଟେ ଖୁସି। ଆଉ ଆମେ ଆସି ପହଞ୍ଚି ଗଲୁ। ଏଇଟା ତ ତାଳଦା ବ୍ରିଜ, ଆପଣ ମାନେ ସମସ୍ତେ ଜାଣିଥିବେ। ଆଉ ଯୋଉମାନେ ଏଇ ବ୍ରିଜ କୁ ଆସିଛନ୍ତି ମତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣେଇବେ। ଆଉ ଏଇଠିଆ ବି କିଛି ଗୋଟେ ଭଲ ପ୍ଲେସ ଠାରୁ କମ ନୁହେଁ। ଏଠି ସମସ୍ତେ ଆସିକି ଫଟୋ ଭିଡିଓ ଉଠାନ୍ତି। ଆଉ ଏଇଠି ମୋର ଫ୍ରେଣ୍ଡ ଦେଖା ଯାଇଥିଲେ, ଆଉ ତାର ଭାଉଜ, ତାର ହବିଜି, ତାର ଟିକି ଝିଅ ସମସ୍ତେ ଦେଖା ଯାଇଥିଲେ। ଯାହା ହଉ ମୋ ସାଙ୍ଗକୁ ଦେଖି ମତେ ବହୁତ ଖୁସି ଲାଗିଲା। ସେ ବି ମନ୍ଦିର ଆସିଥିଲା, ଆଉ ମନ୍ଦିରରୁ ଦର୍ଶନ ସାରିକି ଫେରୁଥିଲା, ଦେଖା ହେଇଗଲା। ଏବେ ଆମେ ମମି, ମୁଁ ଆଉ ମୋ ହଜବେଣ୍ଡ କିଛିଟା ଫଟୋ ଉଠେଇକି ଚାଲିଲୁ ଆମର ଘର ଅଭିମୁଖେ ଗଲା ପରେ ଯୋଉଠି ବି ଜଗି ନଥିଲେ ପୁଣି ପିଲାମାନେ ଠିଆ ହେଇକି ଜଗି ଷ୍ଟାର୍ଟ କରିଦେଇଛନ୍ତି। ବହୁତ ସାରା ଝିଅ ପିଲା କି ରଜର ମଜା ସେ ନଉଛନ୍ତି। ମୁଁ ବହୁତ ମିସ୍ କରୁଛି ଏଇ ଟାଇମକୁ। ଆମେ ଗୋଟେ ପାନ ନେଇ ଆସିଲୁ, ଆଉ ଲାଷ୍ଟରେ ଆମ ବର୍ଷା ମହାରାଣୀକି ଦେଖନ୍ତୁ, ଇଏ ଲାଷ୍ଟରେ ହିଁ ଜଗୁଥିଲା। ତାଠୁ ବି ଗୋଟେ ପାନ ନେଇ ଆସିଲୁ। ଆଉ ବହୁତ ଜୋରେ ଭୋକ ଲାଗୁଥିଲା, ମମି ଯିଏ ବନେଇ ଦେଇଥିଲେ ଚକୁଳି। ଆଉ ଏବେ ମୁଁ ଗେଟଅପ୍ ଚେଞ୍ଜ କରିଦେଲି, ଯାଉଛି ରୋଷେଇ ବାସ କାମ କରିବାକୁ ପଡିବ। ବାଏ ବାଏ, ଥ୍ୟାଙ୍କ ୟୁ ଏଭ୍ରିୱାନ।